हेलो नमस्कार दर्शक बंधु मुझे आसी आम गाँव को बेगुनिया मुझे बेगुनिया आसिक जेजे घर पलि आसी पूरा बिल मझे घर जेजे घर चलतु जेजे जो बगीचा करते सुंदर लगुच बगीचा आप देखिए कहे चलतु जेजे सहित कथबार्ता भी जेजे कौन देह भल अच्छी देह भल अच्छी एठी रहिलेनी 5 वर्ष खंड रहिलेनी 5 वर्ष है ये घर कर रही मो बापांगर गोटे थिला बहुत दिन गोटे संकल्प थिला हाँ एठी घर फर करिकी तू रहू बिल मझे बिल मझिरे तू रहू फसल कर लगे रहिबा हाँ मां बापांग ना हेले लक्ष्मण बेहरा हाँ हाँ କିନ୍ତୁ ସେଥିରେ ତାଙ୍କର ସେ ସ୍ୱର୍ଗ ପ୍ରାପ୍ତ ହବା ପରେ हाँ ତାପରେ ମୁଁ ଆସି ତାଙ୍କର ତାଙ୍କର କଥା ନେଇକିରି हम्म ବିଲ ମଝିରେ ତାଙ୍କ ନାଁରେ हम्म ଏଇଟା ମୋ ଆଶ୍ରମ କରିକି हम्म ଲକ୍ଷ୍ମଣ ବେହେରାଙ୍କର ମୋ ଆଶ୍ରମ କରିକି हाँ ଏଠି ମୁଁ ପଢିଛି କିନ୍ତୁ ମୋ ପାଖରେ केही ନାହାନ୍ତି। ତମେ ଅଛ ମାମା ଦି ଜଣ ଅଛନ୍ତି ଆଉ ଦୁଇ ଜଣ ଆମେ ଦୁଇ ଜଣ ଏଠି ରହୁଛୁ ରାତିରେ ଏଠି ଏକୁଟିଆ ରହୁଛ ଦେଖନ୍ତୁ ବିଲ ଚାରିପଟେ କିଛି ଘର ନାହିଁ ଜେଜେଙ୍କର ଗୋଟିଏ ଘର ଜେଜେ ଆମର ପୁରା ରେଡି ହେଇକି ଅଛନ୍ତି ପୁରା ବିଲ ମଝିରେ ଘର ଦେଖନ୍ତୁ ବଗିଚାଟା କେମିତି ହେଇଛି ଦେଖନ୍ତୁ ଜେଜେ କେତେ ବର୍ଷ ହେଲା ଯାହେଲେ ସବୁ ଗଛ ପତ୍ର ସବୁ ଲଗେଇ ରେଡି କରିଦେଇଛ ଆସୁ ଆସୁ 7 ବର୍ଷ ହେଇଗଲାଣି 7 ବର୍ଷ ହେଇଗଲାଣି ଏଠି ରହିକି ଲୋକ ଆକ ରହୁଛନ୍ତି ଆଶ୍ରମ ତ ଏଇଟା ମୋ ଆଶ୍ରମ ବୋଲି ନାଁ ଯୋଉ ଲକ୍ଷ୍ମଣ ବେହେରାଙ୍କର ମୋ ଆଶ୍ରମ ଆଉ ହଁ ମୁଁ ମୋ ଆଶ୍ରମ ହେଇକି ରହିଛି ଏଠି ବାହାରୁ ଲୋକ ଆସୁଛନ୍ତି ଯିବା ଆସିବା ବସା ଉଠା ଭଲ ଭଲ କରୁଛନ୍ତି ବହୁତ ବହୁତ ବାବା ଫାବା ଲୋକ ବି ଆସିକି ଏଠିକି ବୁଲାବୁଲି ଆସୁଛନ୍ତି କରୁଛନ୍ତି ହଁ ବହୁତ ବାବା ଲୋକ ଆସିକି ଏଠି ବୁଲାବୁଲି କରିକି ଯାଉଛନ୍ତି ବାବା ବି ରହୁଛନ୍ତି ପ୍ରାୟ ସମୟ କେତେ ହଁ ପ୍ରାୟ ବାବା ରହୁଛନ୍ତି ଏଠି ଏଠି ସବୁ କଣ କଣ ସବୁ ଗଛ ପତ୍ର ସବୁ ଲଗେଇଛ ଗଛ ବିଭିନ୍ନ ପ୍ରକାର ଔଷଧ ଗଛ ଲାଗିଛି ହୁଁ ଆଉ ଦେଖ ପିଜୁଳି ଗଛ ଲାଗିଛି ଆମ୍ବ ଗଛ ଲାଗିଛି ପଣସ ଗଛ ଲାଗିଛି ଆଉ କଦଳୀ ଗଛ ଲାଗିଛି ଏଇଟା କୂଅ କରିଛ ବୋଧେ ହଁ ଲାଗିଛି କୂଅ ରହିଛି ଲୋକ ବି ଅସୁବିଧା କିଛି ନାହିଁ ପାଣି ଗାଧୁଆ ଗାଧି କରିବା ପାଇଁ ଫସଲ ବି ହଉଛି ଲୋକ ଆମର ରହୁଛନ୍ତି ସବୁ ଆଶ୍ରମରେ ବି ଲୋକ ରହୁଛନ୍ତି ସବୁ ଯାଇଛନ୍ତି ମାନେ ଏଇଠୁ ତୋଳିକି ଏଇଠୁ ରୋଷେଇ କରି ଖାଇବା କୁଆଡେ ଯିବାକୁ ପଡିବନି ଖାଲି ଚାଉଳ ଖାଲି ଆଣିଲେ ଖାଲି ରୋଷେଇ ହେଇକି ରେଡି ହେଇଗଲା ଜିନିଷଠୁ କୁଆଡେ ଯିବା କୂଅ ବି ଏଠି ପିଇବା ପାଣି ମଧ୍ୟ ସୁବିଧା ବି ଏଠି ଅଛି ସୁବିଧା ସବୁ ସୁବିଧା ଏଠି ଅଛି ଏମିତି ଆସୁଛନ୍ତି ଯାଉଛନ୍ତି ବାହାରୁ ବହୁତ ଲୋକ ଆସୁଛନ୍ତି ଏଇଟା ମୋ ଆଶ୍ରମ ବୋଲି ଗୋଟେ ରହିଛି ଆଉ ହଁ ଏଇଟା କୋଉ ଚାଷ କରିଛ ଏ ସବୁ ଧାନ ଚାଷ ହେଇଛି ଧାନ ଚାଷ ବି କରିଛ ଧାନ ଚାଷ ପରେ ମୁଗ ବି କରିବ ହଁ ଫସଲ ଅଛି ସବୁ ହୁଁ ଆଉ ତାପରେ ଦେଖ କଦଳୀ ବାଗାନ ହେଇଛି ଏପଟେ ସବୁ ଭଣ୍ଡା ବାଗାନ ହେଇଛି ସେ ପାଚିଲା କଦଳୀ ନା କଞ୍ଚା କଦଳୀ ସବୁ କଞ୍ଚା କଦଳୀ ସବୁ କଞ୍ଚା କଦଳୀ ନା ପାଚିବ କଞ୍ଚା କଦଳୀ ସେପଟେ ସେ ଆଉ ଭଣ୍ଡା ଗଛ ବି ରହିଛି ବିଭିନ୍ନ ପ୍ରକାର ଗଛ ସବୁ ଲାଗିଛି ସବୁ ରହିବା ପାଇଁ ଲୋକ ଶାନ୍ତିରେ ଏଇଠି ସବୁ ଗଛ ସବୁ ଲାଗିଛି ସବୁ ହୁଁ ଆଉ ଏଇଠି ଦେଖ ଏଠି ଦେଖେଇଛ ଏଠି ସବୁ ଜହ୍ନି ଗଛ ମଧ୍ୟ ଲାଗିଛି ଜେଜେ ବି ଜହ୍ନି ଗଛ ଲଗେଇଛନ୍ତି ଜହ୍ନି ବି ଯୋଉ ଲଗେଇଥିଲେ ଜହ୍ନି ବି ଫଳି ଯାଇଛି ଦେଖନ୍ତୁ କଦଳୀ ଗଛ ମଧ୍ୟ ଦେଖ ସେଠି ଜେଜେ ଯୋଉ କଦଳୀ ଲଗେଇଛନ୍ତି କଦଳୀ ବି ବଡ ହେଇଗଲାଣି ଦେଖନ୍ତୁ ମୁଁ ଆପଣ ଦେଖୁଛି ଦେଖନ୍ତୁ ଏଇ ଫାର୍ମ କଦଳୀ ଗଛ ବି ଲାଗିଛି ଲୋକ ଖାଇବା ପାଇଁ ଫାର୍ମରେ ଚାଲିଛି ଆଉ ହଁ ଯାହା ଫାର୍ମରେ ସବୁ ବିଭିନ୍ନ ପ୍ରକାର ରହୁଛନ୍ତି ବାବା ଫାବା ରହୁଛନ୍ତି ଆଉଛନ୍ତି ହୁଁ ଅସୁବିଧା କିଛି ନାହିଁ ଆଉ ଗୋଟେ ଚାଲିଛି ଆଉ ପିଜୁଳି ଗଛ ବି ଲାଗିଛି ଏଇଟା କୋଉ ଗଛ ଜେଜ ଏଇଟା ପଣସ ଗଛ ପଣସ ଗଛ ଏଇଟା ପଣସ ଗଛ ପଣସ ଫଳିନି ମାନେ ପ୍ରଥମେ ଲଗେଇଛ ବୋଧେ ନାଇଁ ଆସୁଛି ନା ପଣସ ଆସିଥିଲା ଏ ବର୍ଷ ଆସିଲା କେତେଟା କଣ ହେଇଥିଲା ପଣସ ପ୍ରାୟ 10-25ଟା ଖଣ୍ଡେ ହେଇଥିଲା ପଣସ ପିଜୁଳି ଗଛ ଏଇଠି ଦେଖ ଏଇଠି ଏସବୁ ପିଜୁଳି ଗଛ ବି ଦେଖନ୍ତୁ ଜେଜେ ପିଜୁଳି ଗଛରେ ପିଜୁଳି ବି ହେଇଛି ଦେଖ ପିଜୁଳି ଭରା ପିଜୁଳି ହେଇଛି ଖାଇବା ପାଇଁ କିନ୍ତୁ ଲୋକ ନାହାନ୍ତି ଏଠି କେହି ନାହିଁ ପିଜୁଳି ସବୁ ଭରା ପିଜୁଳି ହେଇଛି ଦେଖନ୍ତୁ ପିଜୁଳି କେତେ ପିଜୁଳି ହେଇଛି ଦେଖନ୍ତୁ ଜେଜେ ଯୋଉ ଗଛ ଲଗେଇଛନ୍ତି ଯିଏ ଯିଏ ଖାଇବ ସବୁ ପଳେଇ ଆସ ବେଗୁନିଆ ବଜାର ଆମର ଏଇଟା ଆଡ୍ରେସଟା ଲୋକେସନ ଏଟା କୋଉଠି ବେଗୁନିଆ ବେଗୁନିଆ ବ୍ଲକ ପାଖରେ ନା କି ବ୍ଲକ ଦେଖନ୍ତୁ ଜେଜେ ଆମର ଯୋଉ ପିଜୁଳି ଗଛ ଲଗେଇଛନ୍ତି ପିଜୁଳି କେମିତି ହେଇଛି ଦେଖନ୍ତୁ ପିଜୁଳି ହେଇଛି ପିଜୁଳି ଗଛ ହେଇଛି ଏପଟେ ଭଣ୍ଡା ଗଛ ମଧ୍ୟ ରହିଛି ଫସଲ ଭରାପୁର ଫସଲ ପୁରା ହଁ ସବୁ ହେଇଛି ଲୋକ କମ ଆଉ ଏମିତି ଚାଲିଛି ଆଉ ଇଏ ସବୁ ରାତିରେ ଲୋକମାନେ ଆସି ଯୋଉମାନେ ଯେତେବେଳେ ପିଜୁଳି କି ପଣସ ହଉଛି ରାତି ମାନେ ଲୋକମାନେ ଆସିକି ନେଉଛନ୍ତି ନା ନାଇଁ ସେମିତି କି ନଉନାହାନ୍ତି ନାଇଁ ଏଠୁ ସେମିତି କେହି ଜାଣିଛି ଗୋଟେ ଆଶ୍ରମରୁ କଣ ନେବେ ଆଶ୍ରମରୁ କେହି ନେବାର ନାହିଁ ଏଇଟା ହଉଛି ଲକ୍ଷ୍ମଣ ବେହେରାଙ୍କର ମୋ ଆଶ୍ରମ ଲକ୍ଷ୍ମଣ ବେହେରାଙ୍କ ମୋ ଆଶ୍ରମ ବୁଢା ଜେଜେଙ୍କ ନାଁ ଲକ୍ଷ୍ମଣ ବେହେରା ମାନେ ତମ ଜେଜେ ମାନେ ତମ ବାପା ମାନେ ବୁଢା ଜେଜେ ବାପାଙ୍କ ନାଁ ସିଏ ତ ତାଙ୍କର ଆଗରୁ ଥିଲା ଗୋଟେ ମନରେ ଆଉ ଗୋଟେ ଆଶ୍ରମ କରିବାକୁ ସେ ନକରି ମୁଁ ଏଠି ତାଙ୍କ ନାଁରେ ଗୋଟେ ଆଶ୍ରମ ଚଲେଇଛି ଆଉ ଲୋକ ସବୁ ଆସୁଛନ୍ତି ଯିବା ଆସିବା କରିକି ଯାଉଛନ୍ତି ଏମିତି ଗୋଟେ ଆଶ୍ରମ ହେଇଛି ଆଉ ଏଠି ସବୁ ଏଠି ପିଜୁଳି ହେଇଛି ଗୋଟେ ଚାଲିଛି ଆଶ୍ରମ ହେଇକି ଚାଲିଛି ଆଉ ସବୁ ଭଣ୍ଡା ଗଛ ବି ମଧ୍ୟ ଲାଗିଛି
ଜେଜେ ତମେ ଆମର କୋଉଥିରେ ଛିଡା ହେଇଥିଲ? ୱାର୍ଡ ମେମ୍ବର ଥିଲା 5 ବର୍ଷ। 5 ଥର ମୁଁ ଆସି ଯାଇଛି। 5 ଥର ଆସିଥିଲ? ମାମା ବି ଥିଲା, ସିଏ ବି 2 ବର୍ଷ ଆସି ଯାଇଛି। ମାମା ବି ଥିଲା, ସିଏ ବି 2 ବର୍ଷ ୱାର୍ଡ ମେମ୍ବର ମଧ୍ୟ ଆସି ଯାଇଛି। ଏମିତି ଗୋଟେ ରହିଛି, ଗୋଟେ ଭଲ ସମ୍ପର୍କ ଭିତରେ ରହିଛି। ଦେଖ ଇଏ ଯୋଉ ବଗିଚା, ଜେଜେଙ୍କର ବଗିଚା 50% ବୁଲା ସଇଲା, ଅଧା ବୁଲା ସଇଲା। ପୁଣି ଦେଖନ୍ତୁ ଆଉ ଏପଟେ ବି ବୁଲା ହବ। ଦେଖନ୍ତୁ ଇଏ ହେଲା ଗାଁର, 1 ଘଣ୍ଟା ଲାଗିବ ପୁରା ଚାରିପଟେ ବୁଲିବା ପାଇଁ। ଦେଖନ୍ତୁ ଇଏ କେମିତି ପାଣି ସୁବିଧା ହେଇଛି, ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। ଦେଖନ୍ତୁ ଏତେ ସୁବିଧା ଆପଣ କୋଉଠି ବୁଲିବା ଜାଗାକୁ ଗଲେ ବି ଆପଣ ପାଇବେନି, ପଇସା ଦେଇକି ବୁଲିବା ଜାଗାକୁ ଗଲେ ବି ଆପଣ ପାଇବେନି। ଦେଖନ୍ତୁ କେତେ ସୁବିଧା ମଧ୍ୟ ହେଇଛି। ଦେଖନ୍ତୁ ଏପଟେ ଧାନ ଗଛ ଲାଗିଛି, ସେପଟେ ପାଣି ଆସୁଛି, ଏପଟେ ମଧ୍ୟ ପାଣି ଯାଉଛି ବିଲକୁ। ଜେଜେଙ୍କର ଅଭ୍ୟାସ ଅଛି, ଜେଜେ ଜୋର ଜୋର ଚାଲିକି ପଳେଇଲେ। ଆଖୁ ଗଛ, ଜେଜେ ଆଖୁ ଗଛ ମଧ୍ୟ ଲଗେଇଛନ୍ତି। ଦେଖନ୍ତୁ ଏଠି ଆଖୁ ଗଛ ବି ମଧ୍ୟ ଅଛି। ଆଖୁ ଗଛ ଜେଜେ କେବେ ଲଗେଇଲ? ଲାଗିଲାଣି 4 ମାସ, ଦଶହରା ସବୁ ବାହାରି ପଡିବ। ଆଖୁ ଆଗୁଆ ଲଗେଇছিল ନା ଏବେ ଲଗେଇଲ? ଏଠି ଆଖୁ ଆମର କଟା ହେଇଗଲାଣି। ଆଖୁ ସବୁ ସେଠି ଆଖୁ ଗଛ ବି ଜେଜେ ଲଗେଇଛନ୍ତି। ଦେଖନ୍ତୁ କଟା ହବା ପାଇଁ ଆଖୁ ଗଛ ବି ବଡ ହେଇଗଲାଣି। ଏଠି ଜେଜେ ଯାହାହେଲେ କେତେ ପ୍ରକାର ଗଛ ଏଠି ଲଗେଇଛ? ହାରାହାରି 1000 ପ୍ରକାର ଗଛ ବାହାରିବ। 1000 ପ୍ରକାର ଗଛ ବଗିଚା ଲାଗିଛି। ପ୍ରକାର ଔଷଧ ଗଛ ବି ବାହାରିବ, ସବୁ ପ୍ରକାର ଗଛ। ମାନେ ତଳେ ଯୋଉ ଦେଖୁଛନ୍ତି, ତଳେ ବି ସବୁ ଗଛ, ସବୁ ଇଏ କୋଉ ଗଛ? ମୁଗ ଗଛ। ମୁଗ ଗଛ, ମୁଗ ଫାର୍ମ। ଏଟା ମୁଗ ଫାର୍ମ। ସଜନା ଗଛ ସବୁ ଲାଗିଛି। ସଜନା ଗଛ ଲାଗିଛି। ଦେଖନ୍ତୁ ଆମେ ସେଇପଟେ ହିଁ ପୁରା ବୁଲି ବୁଲିକି ଆମେ ଆସିଲୁ। ଆପଣ ଦେଖୁଥିବେ ସେଇଠି ଜେଜେ ରହୁଛନ୍ତି, ସେ ଘରଟାରେ ପୁରା ସେମୁଠୁ ବୁଲିକି ପୁରା ଇଆଡେ ବୁଲି ବୁଲି ଏମିତି ଆମେ ଏଇପଟେ ବି ଦେଇକି ବି ଆସୁଛୁ। ସଜନା ଗଛ ଧାଡ଼ି ଯାଉଛୁ। ସଜନା ଗଛ ଲାଗିଛି, ଏପଟେ ଆଖୁ ଗଛ ଲାଗିଛି, ଭଣ୍ଡା ଗଛ ଲାଗିଛି, କଦଳୀ ଗଛ ଲାଗିଛି, ପିଜୁଳି ଗଛ ଲାଗିଛି, ଆମ୍ବ ଗଛ ବି ଲାଗିଛି, ତୁଳସୀ ଗଛ ବି ଅଛି, ଭଣ୍ଡା ଗଛ ବି ଅଛି। ମାନେ କୋଉ ଗଛ ଲାଗିନି ବୋଲି କହିବିନି। ଏପଟେ ଦେଖନ୍ତୁ କଖାରୁ ଗଛ ବି ଲାଗିଛି, ଲେମ୍ବୁ ଗଛ ଲାଗିଛି, କଖାରୁ। ସେପଟେ ଜହ୍ନି ବି ମଧ୍ୟ ଦେଖିଲେ ଜହ୍ନି ଗଛ ବି ଲାଗିଛି। ସବୁ ଗଛ ଏଠି ଜେଜେ ଆମର ଲଗେଇଛନ୍ତି, କୌଣସି ଅସୁବିଧା ହବାର ନାହିଁ। ଏଠି ବି ଦେଖନ୍ତୁ ଜହ୍ନି ଗଛ ବି ଲାଗିଛି। ମାନେ ଖାଲି ଚାଉଳ ଖାଲି ଦରକାର, ଖାଲି ଚାଉଳ ବି ଦରକାର ନାହିଁ। ଏଠି ଧାନ ଗଛ ବି ଲାଗିଛି, ଚାଉଳ ବି ହେଇଯିବ। ଏଠି ଦେଖନ୍ତୁ ଏପଟେ କଦଳୀ କାନ୍ଦି ବି ଅଛି। ଲୋକ ଖାଇବା ପାଇଁ ଏଠି ଲୋକ ହିଁ ନାହାନ୍ତି। ସବୁ ଇଏରେ ଦେଖ, ସବୁଠି ଜହ୍ନି ଗଛ ଲାଗିଛି। ଏପଟେ ବି ଜହ୍ନି ଏଇଠି ଓଳିଛି ତଳେ। 12ମାସି ଆମ୍ବ ମଧ୍ୟ ହଉଛି। 12ମାସି ଆମ୍ବ ଗଛ ବି ଜେଜେ ଲଗେଇଛନ୍ତି ଆମର। 12ମାସି ଆମ୍ବ ବି ରହୁଛି, ଝୁଡଙ୍ଗ ରହିଛି। ଝୁଡଙ୍ଗ ଗଛ କାହିଁ ଜେଜେ? ଏଇଠି ତ ଝୁଡଙ୍ଗ ଗଛ ବି ଲାଗିଛି, ଦେଖ। ଆଉ ଏ ଗଛ ଲାଗିଛି। ଏମିତି ଗୋଟେ ଏଠି ଚାଲିଛି, ଗୋଟେ ଆଶ୍ରମ ହେଇକି ରହିଛି, ଗୋଟେ ମୋ ଆଶ୍ରମ। ମାନେ ଆପଣ କହିପାରିବେନି ଏଇଟା କୋଉ ଗଛ? ଏଇଟା ହଉଛି ଆମର ଅଁଳା ନବମୀ। ଅଁଳା ନବମୀ ଫୁଲ, ଯୋଉ ଅଁଳା ନବମୀ ଯୋଉ ମାନେ ପୁରୀକୁ ବିକାଯାଏ, ଯୋଉ ପୂଜା ଟାଇମ ରେ। ଅଁଳା ଗଛ। ଅଁଳା ଗଛ ଗୁଡା, ଅଁଳା ଗଛ, ନଡିଆ ଗଛ। ନଡିଆ ଗଛ। ଏଇ ଯୋଉ କାନ୍ଦି ଦେଖୁଛ, ଏଇ କାନ୍ଦି ଏବେ 20ଟା ମାର୍କେଟ କୁ ଯାଇଛି ହେରି। ଏଇ କଦଳୀ କାନ୍ଦି 20ଟା ଏବେ ଯାଇଛି ହେରି। 20 କାନ୍ଦି ଯାଇଛି ପୁରା କଦଳୀ। ଏଇ କଦଳୀ 20 କାନ୍ଦି ଯାଇଛି। କଦଳୀ କାନ୍ଦି ବି ଅଛି, ଦେଖନ୍ତୁ କଦଳୀ କାନ୍ଦି ଦେଖିପାରୁଥିବେ। ପୁରା ମାନେ ବଗିଚା, ତା ସହିତ ଏଇଟା ଆଶ୍ରମ ବି ନାଁ ଦିଆଯାଇଛି। ପୁରା ଚାରିପଟେ ବୁଲିବେ ଆପଣ। ଖରା ଦିନ ତ ଏଠି ବୁଲିଲେ ଏଠି କୁଆଡେ ଯିବାକୁ ଇଚ୍ଛା ହବନି। ଏଠି ଯୋଉଭଳିଆ ପବନ ଏକା ହଉଥିବ। ଯେତେ ଖରାଦିନ ଏଠି ଖଟ ପକେଇ ଶୋଉଥିବ। ଖରାଦିନେ ବହୁତ ଲୋକ ଆସୁଛନ୍ତି, ବସା ଉଠା କରୁଛୁ ଆମେ। ଆଉ ଏଠି ଦେଖ, ଏପଟେ ବି ଯେତେ ଦେଖନ୍ତୁ, ଏପଟେ ବି ଇଏ ଭଣ୍ଡା ଏପଟେ ହେଇଗଲାଣି। ଏପଟେ ବି କଦଳୀ କାନ୍ଦି ଦେଖ। ଏଇଟା କଞ୍ଚା ନା ପାଚିଲା? ଏଇଟା କଞ୍ଚା। ସେଇଟା ଯୋଉଟା ଦେଖିଲେ ସେଇଟା ପାଚିଲା। ଏପଟେ ପିଜୁଳି। ଏଠି ଭଣ୍ଡା ଗଛ ଏପଟେ ଦେଖ ଲାଗିଛି। ଏପଟେ ଭଣ୍ଡା ଗଛ। ଏଇଟା ଜେଜେ କଣ? ଏଇଟା ଲାଟ୍ରିନ୍ ଟା ବୋଧେ? ଏଇଟା ଲାଟ୍ରିନ୍ ପଛପଟେ, ଏଇଟା ଲାଟ୍ରିନ୍ ଟା। ଏଠି ଦେଖ ଭଣ୍ଡା ଗଛ ଲାଗିଛି। ଏଇଠି ତ ସେଠି ସବୁ ଆଶ୍ରମରେ ଲୋକ ସବୁ ଆସିକି ରହୁଛନ୍ତି, ଖାଇ ପିଇକି ଯାଉଛନ୍ତି। ଖାଲି ଲୋକ ରହିକି ଖାଇ ପିଇକି ଯାଉଛନ୍ତି ସବୁ। ଖାଲି ଏଇଟା ଜେଜେ କୋଉ ଗଛ? ପିଜୁଳି ଗଛ ନା କଣ?
এটা ବଡ ବଡ ପିଜୁଳି ଗଛ ବଡ ପିଜୁଳି ଗଛ ସବୁ ବଡ ସବୁ ଏରା ହାଇବ୍ରିଡ ର ପିଜୁଳି ପିଜୁଳି ଗଛ ଏ ସବୁ ଗଛ ସବୁ କୋଉଠୁ ଆଣି ଲଗେଇଛ ନା ଯୋଉ ବଗିଚା ଯୋଉ କଲ ଗଛ ସବୁ କୋଉଠୁ ଆଣି ଲଗେଇଲ ସବୁ ଆସିଛି ସବୁ ନର୍ସରୀ ସବୁ ଆସିଯାଇଛି ସବୁ କିଣିକି ଗଛ ଆଣି ଲଗେଇଛ କୁଆଡେ କୁଆଡେ କିଣିକି ଆଣି ଲଗେଇଥିଲ ଗଛ କିଣିବାକୁ ଖୋର୍ଦ୍ଧା ସବୁ ଯାଇଥିଲ ଦେଖ ଦେଖ ସେଠି ଗୋଟେ ଭଣ୍ଡା ଗଛ ଦେଖ ପାରିବେ ନାହିଁ ମୁଁ କହିପାରୁନି ସେ ଆଗକୁ ସେ ସବୁ ବହୁତ ହଜାର 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 ଭଣ୍ଡା ଗଛ ଲାଗିଛି ଆ ଭିତରେ ହଜାର ଭଣ୍ଡା ଗଛ ହଁ ଭଣ୍ଡା ଗଛ ପ୍ରବଳ ସେ ଆରପଟ ଫାର୍ମରେ ଅଛି ଏ କଦଳୀ ସବୁ ଲାଗି ଯାଇଛି ଚାଲିଛି ଆଉ ଏମିତି ଗୋଟେ ରଣ୍ଡାଳ ଗୋଟେ ମୋ ଆଶ୍ରମ ହେଲେ ଚାଲିଛି ଗୋଟେ ଲକ୍ଷ୍ମଣ ବେହେରାଙ୍କର ହଁ ଜେଜେ ଦେଖନ୍ତୁ ଜେଜେ ଯୋଉ ଘର କରିଛନ୍ତି ଦେଖନ୍ତୁ ଚାରିପଟେ ପୁରା ବିଲ ଆପଣ ଦେଖିପାରୁଥିବେ ଚାରିପଟେ ପୁରା ବିଲ ଅଛି ତା ମଝିରେ ଘର ଜେଜେଙ୍କର ତା ମଝିରେ ଘର ଘର କରିକି ଅଛନ୍ତି ଜେଜେ ରହୁଛନ୍ତି ମାମା ବି ରହୁଛନ୍ତି ସାଙ୍ଗମାନେ କେମିତି ଲାଗିଲା ମୋ ଜେଜେଙ୍କର ଯୋଉ ଘର ଅଛି ବିଲ ମଝିରେ ଘର ଆମ ଆଶ୍ରମ ଆପଣ ଯୋଉ ବଗିଚା କରିଛନ୍ତି ହଜାର ପ୍ରକାର ଗଛ ବି ମଧ୍ୟ ତା ଭିତରେ ଲାଗିଛି କି ଭିଡିଓଟା ଆପଣ କେମିତି ଲାଗିଲା ମୋ ଜେଜେଙ୍କର ଭିଡିଓ ଏଠି ବି ଦେଖନ୍ତୁ ଭଣ୍ଡା ଗଛ ଉପରେ ଅଛି ଜେଜେଙ୍କର କୌଣସି ଅସୁବିଧା ବି ହବନି ଖାଲି ରୋଷେଇ କରିବାକୁ ମାମା ଦେଲେ ରୋଷେଇ କରି ଖାଲି ବସିବେ ଖାଲି ଚାଉଳ ବି ଧାନ ଗଛ ବି ଲାଗିଛି ଆପଣ ତ ସବୁ ଭିଡିଓ ଦେଖୁଥିବେ ଏଇଟା ଯୋଉ ଗାଁର ବିଲ ମଝିରେ ଭିଡିଓଟା ଆପଣଙ୍କୁ କେମିତି ଲାଗିଲା ପୁରା ଗାଉଁଲି ଭିଡିଓ ଏଇଟା ଏଥିରେ କୌଣସି ବି ହେଲେ ବାହାର ଭିଡିଓ ନାହିଁ ଏଇଟା ଆପଣ ପୁରା ଟୋଟାଲ ଭିଡିଓ ଦେଖେଇଲେ ଆପଣ ବଗିଚା ବୁଲେଇକିରି ଭିଡିଓ ଯଦି ଭଲ ଲାଗିଥାଏ ଭିଡିଓ ଗୋଟେ ଲାଇକ୍ କରିବେ ଯଦି ଆପଣଙ୍କୁ କେମିତି ଲାଗିଲା ଆପଣ କମେଣ୍ଟ ମଧ୍ୟ ଜଣେଇବେ ଆଉ ଯଦି ଚ୍ୟାନେଲକୁ ଆସୁଛନ୍ତି ଚ୍ୟାନେଲକୁ ନୂଆ ଆସିଛନ୍ତି ଯଦି ଚ୍ୟାନେଲ ଗୋଟେ ସବସ୍କ୍ରାଇବ ମଧ୍ୟ କରିଦେବେ ରହୁଛି ଜୟ ଜଗନ୍ନାଥ ଜେଜେ ଟାଟା ଟିକେ କରିଦିଅ ଏପଟେ ଜେଜେଙ୍କ ରୋଷେଇ ସଜ ବି ଅଛି ଦେଖନ୍ତୁ ଦେଖିବା ଚାଲନ୍ତୁ ଏପଟେ ଦେଖନ୍ତୁ ଜେଜେଙ୍କର ରୋଷେଇ ସଜ ବି ମଧ୍ୟ ଅଛି ଦେଖନ୍ତୁ ଏଠି ରୋଷେଇ ସଜ ବି ଜେଜେଙ୍କର ଅଛି ଇଏ ସବୁ ଭଡା ଲଗଉଛ ମାନେ ଯୋଉ ଭୋଜି ଜାଗା ସବୁ ଯାଉଛି ସବୁ ନୁହଁ କି କେବଳ ଏଇ ହଣ୍ଡା ହଣ୍ଡା ଅଛି ନା ଆଉ କଣ ଅଛି ଏପଟେ ଜେଜେ ରୋଷେଇ ସଜ ବି ମଧ୍ୟ ରଖିଛନ୍ତି ଏଠି ଜେଜେଙ୍କ ସବୁ ସୁବିଧା କରି ଅଛନ୍ତି ଏଠି ଯଦି ଆସିବେ ପୁରା ଆରାମରେ ରହିବେ ଜେଜେ ମତେ କହୁଛନ୍ତି ଆ ସେଇଠି ରହ ବଗିଚାରେ ଅଛି ସବୁ ଫଳମୂଳ ତୋଳିକି ରୋଷେଇ କରି ଖାଇକି ରହିବା ଏଠି ଚୌକି ମଧ୍ୟ ଥୁଆ ହେଇଛି ଜେଜେଙ୍କ ଚୌକି ଅଛି ଜେଜେଙ୍କର ଗାଡି ବି ଏଇଟା ଅଛି କିନ୍ତୁ ଜେଜେ ଗାଡି ଚଲାଉନାହାନ୍ତି ସୁସ୍ଥ ରହିବା ପାଇଁ ସାଇକେଲ ଚଲାଉଛନ୍ତି ଜେଜେଙ୍କର ଦିଟା ଗାଡି ଏଠି ଥୁଆ ହେଇଛି ଲୁନା ଲୁନା ଜେଜେ ଚଲାଉନଥିବ ସାଇକେଲ ଚଲାଉଛ ଦେଖନ୍ତୁ ପାଣି ଯୋଉ ଡମ୍ ଥୁଆ ହେଇଛି ଏଠି ବି ଗାଧୁଆ କରିବାକୁ ଡମ୍ ବି ଥୁଆ ହେଇଛି ଏପଟେ ଗାଡି ଥୁଆ ହେଇଛି ଏପଟେ ବି ଦେଖନ୍ତୁ ଲେସନ ଥୁଆ ହେଇଛି ସେଇଠି ଥୁଆ ହେଇଛି ଏପଟେ କଦଳୀ ଥୁଆ ହେଇଛି ତୋଳିକି ଜେଜେ ଆଣିଛନ୍ତି ଆଉ ଚାଲନ୍ତୁ ଦର୍ଶକ ବନ୍ଧୁ ଭିଡିଓଟିକୁ ମୁଁ ଏଇଠି ରଖୁଛି ଭିଡିଓଟା ଆପଣଙ୍କୁ କେମିତି ଲାଗିଲା ଭିଡିଓଟିକୁ କମେଣ୍ଟ ମଧ୍ୟ ଜଣେଇବେ ରହୁଛି ଜୟ ଜଗନ୍ନାଥ ଜେଜେ ଟାଟା କରିଦିଅ